ଓଡ଼ିଶାର କୋରାପୁଟ ଜଙ୍ଗଲରେ ଟିକି, ରାନୀ, ମିନୁ ଆଉ ସୀମା ଚଢ଼େଇ ସେମାନେ ନିଜ ବନ୍ଧୁତା ପାଇଁ ପ୍ରସିଦ୍ଧ ଥିଲେ। ସେ କଠିନରୁ କଠିନ କାମ ନିଜ ଏକତା ବଳରୁ କରିଦଉଥିଲେ। ଗୋଟେ ଦିନ ଟିକି, ରାନୀ, ମିନୁ ଆଉ ସୀମା ଚାରିଜଣ ଗୋଟିଏ ବଡ଼ ଗଛର ଡାଳରେ ବସି କଥା ହେଉଥିଲେ। ହଠାତ୍ ସେମାନଙ୍କୁ ତାଙ୍କ ପାଖକୁ କାହାର ଆସିବାର ଅନୁଭବ ହୁଏ ଆଉ ସେମାନେ ଚୁପ୍ ହୋଇଯାଆନ୍ତି। କିଛି ଶୁଣିଲ ତମେ? ମତେ ଲାଗୁଛି ଆମ ଉପରେ କିଏ ନଜର ରଖୁଛି। ଫେର୍ ସେଇ ବିଲୁଆ ତ ନାହିଁ। ଆମ ସମସ୍ତଙ୍କୁ ଏକା ସାଙ୍ଗରେ ରହିବାକୁ ପଡ଼ିବ। ହଁ, ଆମର ଏକତା ହିଁ ବଡ଼ ଅଟେ। ସେଇଠି କେତେ ଦୂରରେ ବିଲୁଆ ଲୁଚି ସେ ଚାରିଜଣ ଚଢ଼େଇଙ୍କୁ ଦେଖୁଥାଏ। ବିଲୁଆ ସର୍ବଦା ତାଙ୍କର ଶିକାର କରିବାକୁ ଚାହେଁ। ସେ ସବୁବେଳେ ଗୋଟେ ଭଲ ସୁଯୋଗ ଖୋଜୁଥାଏ। କେବେ ଏ ସମସ୍ତ ଭିତରୁ ଜଣେ କେହି ମତେ ଏକୁଟିଆ ମିଳିଯାଏ, ମୁଁ ତାର ଶିକାର କରିନେବି ଓ ମଜା ନେଇ ଖାଇବି। କିନ୍ତୁ ବିଲୁଆର ଏ ସ୍ୱପ୍ନ ଏପର୍ଯ୍ୟନ୍ତ ପୂରା ହୋଇନଥିଲା। ଗୋଟେ ଦିନ ବିଲୁଆ ପଛରେ ଲୁଚି ସେ ଚାରିଜଣଙ୍କୁ ଦେଖୁଥାଏ ଆଉ ଦେଖୁ ଦେଖୁ ଭାବୁଥାଏ, ଚାରିଜଣ କେବେ ପରସ୍ପରଠାରୁ ଅଲଗା ହୁଅନ୍ତିନି। ମତେ କିଛି ଏମିତି ଉପାୟ ଭାବିବାକୁ ପଡ଼ିବ ଯେମିତି ମୁଁ ଏମାନଙ୍କୁ ପରସ୍ପରଠାରୁ ଅଲଗା କରିବି। ସେଥିପାଇଁ ସେ ଗୋଟିଏ ଏମିତି ଉପାୟ ଭାବେ ଯେଉଁଥିରେ ସେମାନଙ୍କ ବନ୍ଧୁତାକୁ ଭାଙ୍ଗି ପାରିବ। ଥରେ ସନ୍ଧ୍ୟାରେ ମିନୁ ଚଢ଼େଇ ଏକୁଟିଆ ଗୋଟେ ଡାଳରେ ବସି ତାହାର ବସା ବୁଣୁଥାଏ। ତାକୁ ଏକୁଟିଆ ଦେଖି ବିଲୁଆ ତା ପାଖକୁ ଆସିଯାଇ କୁହେ, ମିନୁ ଚଢ଼େଇ, କାଲି ତୁମର ତିନିଜଣ ସାଙ୍ଗ ନଈ କୂଳରେ ବସି କଥା ହେଉଥିଲେ। ମୁଁ ଶୁଣିଲି ସେମାନେ କହୁଥିଲେ ତୁମେ ବହୁତ ବଡ଼ ମୂର୍ଖ। ତୁମକୁ କିଛି ଜଣା ନାହିଁ। ଖାଲି ସବୁବେଳେ ତାଙ୍କ ଆଗ ପଛରେ ବୁଲୁଛ। ସତ କହୁଛି, ମତେ ଏସବୁ ଶୁଣି ବହୁତ ଖରାପ ଲାଗିଲା। ସେମାନେ ତୁମକୁ ବିଲକୁଲ ବି ପସନ୍ଦ କରୁନାହାନ୍ତି। ସେମାନେ ତୁମକୁ ଶୀଘ୍ର ହିଁ ତାଙ୍କ ଦଳରୁ ବାହାର କରିଦେବେ। ମତେ ଲାଗିଲା ତୁମକୁ ଜଣାଇ ଦେବା ଉଚିତ। ସେଥିପାଇଁ ତୁମକୁ କହିଦେଲି, ଆଗକୁ ତୁମ ଇଚ୍ଛା। ବିଲୁଆ କଥା ଶୁଣି ମିନୁ ଚଢ଼େଇକୁ ବହୁତ ଦୁଃଖ ଲାଗିଲା ଓ ସେ ମନରୁ କାନ୍ଦିବାକୁ ଲାଗେ। ଏବେ ସେ ବାକି ସମସ୍ତ ଚଢ଼େଇକୁ ବିଲକୁଲ ବି ପସନ୍ଦ କରେନି। ସେମାନଙ୍କ ସହ କଥା କରିବା ବି ବନ୍ଦ କରିଦିଏ। ଏମିତି କରି ବିଲୁଆ ସବୁ ଚଢ଼େଇକୁ ରଗେଇ ଦେଇ ସେମାନଙ୍କ ମନରେ ପରସ୍ପର ପ୍ରତି ଘୃଣା ଭାବ ସୃଷ୍ଟି କରିଦିଏ। ସେମାନଙ୍କ ଦଳକୁ ଭାଙ୍ଗିଦିଏ ଓ ସେମାନଙ୍କ ଏକତାକୁ ଖତମ କରିଦିଏ। ଫେର୍ ଗୋଟେ ଦିନ ସୁଯୋଗ ପାଇ ସେମାନଙ୍କ ଭିତରୁ ଏକୁଟିଆ ଚଢ଼େଇ ଦେଖି ତା ଉପରେ ଆକ୍ରମଣ କରିଦିଏ। ଚଢ଼େଇ ଚିତ୍କାର କରିବାକୁ ଲାଗିଲା, ବଞ୍ଚାଅ, 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 ମତେ କେହି ଏ ବିଲୁଆ ପାଖରୁ ବଞ୍ଚାଅ। ଯେବେ ବାକି ତିନିଜଣ ଚଢ଼େଇ ତାର ଚିତ୍କାର ଶୁଣିଲେ ତ ସେମାନେ ତତ୍କ୍ଷଣାତ୍ ତାକୁ ବଞ୍ଚେଇବା ପାଇଁ ସେଠାକୁ ଆସିଯାଆନ୍ତି। ସେମାନେ ବୁଝି ଯାଇଥିଲେ ଯେ ଏସବୁ ବିଲୁଆର ଦୁଷ୍ଟାମି ବୋଲି। ଆମେ ମୂର୍ଖ ଥିଲୁ ଯେ ତମ କଥାରେ ଆସିଗଲୁ। ଆମକୁ ତମର ଦୁଷ୍ଟାମିର ଆଗରୁ ଜଣାଯିବା କଥା। ଏବେ ତୁମର ବ୍ୟାଣ୍ଡ ବଜେଇବା। ତାପରେ ଚାରିଜଣ ଚଢ଼େଇ ମିଶି ବିଲୁଆକୁ ପାଣି ଦିଅନ୍ତି। ବିଲୁଆ ନିଜ ଜୀବନ ବଞ୍ଚାଇ ସେଠୁ ଦୌଡ଼ି ପଳାଏ। ପିଲାମାନେ, ଏ କାହାଣୀରୁ ଆମକୁ ଏହି ଶିକ୍ଷା ମିଳୁଛି ଯେ ଏକତା ହିଁ ବଡ଼ ଅଟେ।